ମୋ ଫୋନ ବସିଲା ବେଳେ ଲମ୍ବା କାମ ମୋ ପାଖରେ ସେ ଫୋନ ବସିବ ଦେଖାଇଥିଲା ପଦ୍ମା ଲମ୍ବାଟା ଦେ ଲମ୍ବା କାଗଜ ଦେଖେଇଲେ ନା ଏଇଟା ଦେ ନା ଏଇଟା ଖାଇବା ମନା କରୁଛି ଏଇ ଗୋଟେ କଣ ଆଣିମ 25 ଗ୍ରାମରେ ଏଇଆକୁ ଆଣିମ ହେଲା ଏଇ କଣ ଦେଖାଯାଉଛି ଏଇ ଗୋଟାକ ଭାଇ ଜୟ ଜଗନ୍ନାଥ। ହେ କୁଶ ଭାଇ। ହଁ ନାଲି ନାଲି ଅଳତା ନାଲି ନାଲି ଚଡ଼ି। ନା ନାଲି ଯାଇଛି ଇଏ ନାଲି ଖାଇବାକୁ ନାଲି କଣ କହିଲ ଯୋଉ ନାଲି ନାଲି ସବୁ ଦିଶୁଛି। ଏ କଣ ଏମିତିକା ମେସେଜ ମୋର ତ ସବୁ ଇଂଲିଶ। ଆବେ ଯୋଉ ଆଁ ଇଏ କଣ ଇଂଲିଶ ଆସିବ। ଟୁଗେଦର ଲାଇଭ କଲା ନା ମୋର ଇଏ ତ ଆସିବ ସବୁ ଇଂଲିଶ ଆଉଛି ବା ତାରେ ପଚାଶ ସେଟାକୁ ନହେଲେ ମୁଁ ସେମିତି ଟିକେ ଟୁଗେଦର କଲେ ସେଇ ଇଂଲିଶ ମୁଁ ଆସିବ। ଇଂଲିଶ ମତେ ଚୋପା ଜଣା ମୁଁ ଇଂଲିଶ ମତେ ପଢିବ କଣ ବଡ ଟେଲମି ହ୍ୱାଟ ଗୁଡସ୍ ମୁଁ ପଢି ସବୁ ହଁ ଭାଇ ଭଲ ଅଛୁ କହ। ମୁଁ ଶହେ ରାଣୀର ରାଜା ରଖ ପିନ୍ ମୁଁ ଶହେ ରାଣୀର ରାଜା ପିନ୍ ରଖ। ରୁହ ମୁଁ ଦେଖେ ଯଦି ତାର ଅପସନ ଏଇ ଥିବ ମ ବାଳ ନା ପିନ୍ କରିବି। ହଁ ବା ଏ ଶୋଇପଡିଛୁ କିରେ? ଦେଲୁ ପାୱାର ବ୍ୟାଙ୍କ ଟା ଟିକେ ମୋ ଚାର୍ଜ ସରିଗଲା ବା। ଓ ହେଇଲୋ ଏବେ କଣ ଓଡିଆ ହେଲା ତାପରେ ଚାର୍ଜର ଦିଟା କୁଶ ନେ ଭାଇ ଦେଖ ଇଏ କଣ ମେସେଜ ସବୁ ଆସିଥିବ ଇଂଲିଶ ଆସୁଛି। ତା ଦୋକାନ ଚାଲ ଇଂଲିଶ ଦୋକାନ ଆସିବ ସେଟା ଚାଲ କଲେ କଣ ହବ ସେଟା ଇଂଲିଶ କେମିତି ଅଫ୍ ହବ କହିଲ? କୁଶ ଭାଇ ଇଂଲିଶ ଟା କେମତି ଅଫ୍ ହବ କହିଲ? ଟୁଗେଦର ଲାଇଭରେ ଅନ୍ ରହିବ ଇଂଲିଶ ଅଫ୍ ରହିବନି ବାଳ କଥା ହଉ ଚାର୍ଜ ନାହିଁ ଯେ ମୁଁ ପାୱାର ବ୍ୟାଙ୍କରେ ବସେଇକି ଯାଉଛି ପାୱାର ଲାଇନରେ ଆଉ କଣ ବ୍ୟାଙ୍କ କରିବା। ରୁହ ପୁଣି ପଢିବା କେମିତି? ମାଗିକି ଆଣି ମୋର ଦରଥିଲା ମୁଁ ଆଣିବି ଗୋଟେ ପାୱାର ବ୍ୟାଙ୍କ ଆ ଏଥର। ରୁହ ପାୱାର ବ୍ୟାଙ୍କ ମୋର ଚୋପା ହଜି କେମିତି ଯାଇଛି ପୁଣି ଆର ମାସରେ ଦରକାର ବୋଲବମ ଅଛି ନା। ମୁଁ କିଛି ବୁଝି ପାରୁନି ଦେଲୁ ଟିକେ ତୋ ଫୋନ୍ ଟା ଟିକେ ଦେଲୁ। ନାଲି ନାଲି ଅଳତା ତୁ ଦୋକାନ ଥା ମୁଁ ଆସେ ହେଲା। ମୁଁ ଆଉ ଗୋଟେ ଆଇଡି ଦେଇନା ପଢିବି ମେସେଜ ଆଉ କଣ କରିବି। ମୁଁ ଆଉ ଗୋଟେ ଆଇଡି ଦେଇନା ମେସେଜ ପଢିବାକୁ ପଡିବ ଆଉ ନହେଲେ ତ ପୁରା ଡାଲମା ଆଉ କଣ ଲାଭ ହବ। ଗଲା କରି କୀର୍ତ୍ତି ମୁଖା ପଚାସେ ଓହୋ ହଁ ଯୋଉ ଡାଲମା ଡାଲମା ସାଲାଟ ସାଲାଟ ମୁଁ 100 ରାଜାର ରାଣୀ ରଖ ଓହୋ ହଉ ସେଇଟା ପିନ୍ କରିଦବା। ହଁ 100 ରାଣୀର ରାଜା। ଆରେ ମେସେଜ କରରେ କିଏ ଅଛ? ଏମିତି ଖାଇବ ନହେଲେ ଦେଖ ମୋର ମୁଁ 4 ମିନିଟ୍ କୋଉଥିରେ ଲାଗିବ। ଦେଖୁଛି ମେସେଜ। ଆଉ ଗୋଟେ ଆଇଡିରେ ଆଉ ଗୋଟେ ମୋବାଇଲରେ ମେସେଜ ଦେଖୁଛି।